ଆଜି ଆପଣମାନେ କେଦାର ଗୌରୀ ସିରିଏଲରେ ଦେଖିବାକୁ ପାଇବେ ଯେ ପ୍ରଭୁଦତ୍ତ ତାଙ୍କ ନାତୁଣୀକୁ କେଦାରଙ୍କ ଘରକୁ ନେବାକୁ ଆସିଥିବେ। ଆଉ କେଦାରଙ୍କୁ କହୁଥିବେ, ମୁଁ କେବେ ବି ଆପଣଙ୍କୁ କ୍ଷମା କରିପାରିବିନି କେଦାର ବାବୁ। ତାପରେ କେଦାର ପ୍ରଭୁଦତ୍ତଙ୍କୁ ହାତ ଯୋଡ଼ି କହିବେ, ମୋତେ ଥରଟେ ସୁଯୋଗ ଦେଇ ଦେଖନ୍ତୁ। ଆପଣଙ୍କ ନାତୁଣୀ ଯେଉଁଠି ବା ଥାଉ ନା କାହିଁକି, ମୁଁ ତାକୁ ନିଶ୍ଚୟ ଖୋଜିକି ଆଣିବି। ତାପରେ ପ୍ରଭୁଦତ୍ତ କହିବେ, ମୋ ସାଥିରେ ବିଶ୍ୱାସଘାତକତା କରିବାର ପରିଣାମ ଆପଣଙ୍କୁ ଭୋଗିବାକୁ ପଡ଼ିବ। ଯଦି ମୋ ନାତୁଣୀ ମୋତେ ନ ମିଳେ, ମୋ ପାଟିରେ ଯେଉଁ ଅଭିଶାପ ବାହାରିବ। ଆଉ ପୂଜାରୀ ଏତିକି କହିଥିବେ। ତାପରେ ଗୌରୀ ରୁହନ୍ତୁ କହି ଘରକୁ ଆସିବେ। ଆଉ ତାପରେ ପୂଜାରୀ ଗୌରୀଙ୍କୁ କହିବେ, ମା, ମୋ ନାତୁଣୀ କାହିଁ? ଆଉ ତାପରେ ଗୌରୀ କିଛି ନ କହି ସେଇଠି ଛିଡ଼ା ହୋଇଥିବେ। ତ ଦର୍ଶକ ବନ୍ଧୁ, ଗୌରୀ କ'ଣ ଜାଣିସାରିଥିବେ କି ଦିବ୍ୟା ପୂଜାରୀଙ୍କ ନାତୁଣୀ ନୁହଁ, ତାଙ୍କର ନିଜ ଝିଅ ବୋଲି। ଆଉ ଯେଉଁଥିପାଇଁ ସେ ଚୁପ୍ ହେଇ ଛିଡ଼ା ହୋଇଛନ୍ତି। ଆପଣଙ୍କ ମନକୁ କ'ଣ ଆସୁଛି କମେଣ୍ଟ କରି ଜଣାଇବେ। ଧନ୍ୟବାଦ।